हेलो हाय नमस्कार जय जगन्नाथ आपन स्वागत करछि मोर नुआ ब्लॉग को आमे एठी बरमंडा बाहरी जाइछु कुआडे जाइछु आपनको वीडियो को शेष जाए देखले जानि परबे तो एठी आमे एनएच रे आसी जाइछु तो बहुत जोर भोक लागला तो एठी आमे गाड़ी अटकी तेल पक्के दिलु फर्स्ट तापर फाइनली किछि खाई के बाहर दिलु एठी देखंतु ए माने जाउचंती लॉन्ग टूर रे बाइक राइड रे जाउचंती बहुत सुंदर लागुचंती माने सब एन्जॉय करके जाउचंती तो एम लोकेशन जानी पार्लुनी तो ये आम पचारिक लोकेशन रे जाऊँ तो बाट पाई पार्लुनी देखो रास्ता पाखरे एते सुंदर लगुच चाष बिल चाष सबू पनीपरिया सबू लगा बहुत सुंदर लगुच ए दृश्य माने मते एते बढ़िया लगे मु चाहे गाँ रही तो मो तो गाँ छाड़ी पड़ा आसिले सहर को कौन सहर किसी लगुनि गाँ तो बहुत बढ़िया लगुच केते सुंदर लगुच ये लोकेशन जहाँ घर ये पटे हेइथबो तो से निहाती जानि परथुए आ जमा जानि पारन तो वीडियो देखले जानि परबे आ तो बाट आमे पाई पारलुनी तो ए भाई जनक हमको टिके बाट देखै दै चंती आमे जानि पारलुनी तो एठी देखंतु आमे पहुंच जाइछु आम लोकेशन अनुसार आमे पाखा पाखी हेई गलुनी तो एठी देखंतु आपण जानि पारे आमे जाउ ऐतिहासिक सहर जाजपुर रे थिबा कुसुम पार्क ଏହା ହଉଛି ଏକ ଫୁଲର ସମାରୋହ ଆପଣ ଦେଖିଲେ ଜାଣିପାରିବେ ବହୁତ ସୁନ୍ଦର ହେଇଛି ମାନେ ଏତେ ସୁନ୍ଦର ଲାଗୁଛି ଆପଣ ଭିତରକୁ ଏଣ୍ଟ୍ରି କଲେ ଆପଣ ମାନଙ୍କୁ ମୁଁ ଦେଖେଇବି ଦେଖନ୍ତୁ ଆମେ ଜଷ୍ଟ ପହଞ୍ଚି ଯାଉଛୁ ପାଖାପାଖି ତ ଏଇଠି 26 ଜାନୁଆରୀ ପାଇଁ ପ୍ରିପାରେସନ ଅଲମୋଷ୍ଟ ହେଇଗଲାଣି ତ ଦେଖନ୍ତୁ ପୁରା ରେଡି ହେଇଯାଇଛି 26 ଜାନୁଆରୀ ପାଇଁ ତ ଏଇଠି ଆମେ ପହଞ୍ଚି ଯାଇଛୁ ମେନ୍ ଗେଟ ରେ ଏହାର ଟିକେଟ ପ୍ରାଇସ୍ ରହିଛି 30 ଟଙ୍କା ଏଣ୍ଟ୍ରି ପ୍ରାଇସ୍ ତ ଆମେ ଏଇଠି ଭିତରେ ଟିକେଟ କରି ଏଣ୍ଟ୍ରି କରିକି ବସିଛୁ ଦେଖିବାକୁ ଭିତରକୁ ଏଣ୍ଟ୍ରି କରିଛୁ ଦେଖିବୁ ବୋଲି ତ ଦେଖନ୍ତୁ ଆମେ ଏଇଠି ଏଣ୍ଟ୍ରି କରିଯାଇଛୁ ଏତେ ସୁନ୍ଦର ଲାଗିଲା ଜାଗାଟା ବହୁତ ବଢିଆ ଲାଗିଲା ତ ବହୁତ ଖରା ହଉଥିଲା ଯେ ବହୁତ ଗରମ ଲାଗୁଥିଲା ଖରାରେ ଚାଲି ଚାଲି ବି ଥକି ଯାଇଥିଲି ମୁଁ ତ ବୋଟିଂ କରିବା ପାଇଁ ଯାଇଥିଲୁ ହେଲେ ବୋଟିଂ ବନ୍ଦ ଥିଲା ତ ଯିଏ ବି ବୋଟିଂ କରିବା ପାଇଁ ଟିକେଟ କରୁଥିଲେ ତ ସେ ଖାଇବାକୁ ପଳେଇଥିଲେ ତ ଠିକ ଅଛି ଆମକୁ ବି ଜୋରରେ ଭୋକ ଲାଗିଲାନି ତ ଆମେ ଏଇଠି କିଛିଟା ଫଟୋ କ୍ଲିକ କରିନେଇଥିଲୁ ତାପରେ ଫୁଲର ବି ଟିକେ କିଛି ଭିଡିଓ କରି ନେଇଥିଲୁ ତାପରେ ଦି ଜଣ ଆମେ ଫଟୋ କ୍ଲିକ କରି ତାପରେ ଆମେ ଆସିଥିଲୁ ଖାଇବା ପାଇଁ ବହୁତ ଜୋରରେ ଭୋକ ଲାଗୁଥିଲା ତ ଆଉ ସେଠି ରହି ହେଲାନି ତ ଏଇ ଦେଖନ୍ତୁ ଫଟୋଟା କେତେ ସୁନ୍ଦର ହେଇଛି ତ ଏଇଠି ଆମେ ପହଞ୍ଚି ଯାଇଛୁ ଖାଇବା ପାଇଁ ତ ଲଞ୍ଚ ରେ ଥିଲା ମୁଁ ଭେଜ ଖାଇଥିଲି ଆଉ ମୋ ହଜବେଣ୍ଡ ନନ ଭେଜ ଖାଇଥିଲେ ତ ଯାହା ବି ହଉ ଖାଇବା ବହୁତ ଭଲ ଥିଲା ତ ଆମେ ଖାଇସାରି ରିଟର୍ନ କରିଥିଲୁ ଘରକୁ ଆସିବା ଭିତରେ ଏଇଠି ଟିକେ ନଜର ପଡିଲା ଦେଖନ୍ତୁ ବହୁତ ସୁନ୍ଦର ଲାଗୁଛନ୍ତି ନା ତ କାମ ଚାଲିଛି ଅଲମୋଷ୍ଟ ସରିବା ଉପରେ ତାପରେ ଆମେ ଘରକୁ ରିଟର୍ନ କରିଥିଲୁ ତ ଯୋଉମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ସବସ୍କ୍ରାଇବ କରିନିଅନ୍ତୁ ଥ୍ୟାଙ୍କ ୟୁ ଗୁଡ୍ ନାଇଟ୍।